ସମସ୍ତଙ୍କୁ ମୋର ନମସ୍କାର ଓ ଆନ୍ତରିକ ଭାବରେ ପ୍ରେଜ୍ ଦ ଲର୍ଡ। ମୋର ଆଶା ସମସ୍ତେ ଖୁସିରେ ଆଉ ଆନନ୍ଦରେ ଥିବେ। ଆଉ ଏକ ନୂତନ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଏ। ତ ପ୍ରିୟ ଲୋକମାନେ, ଅନେକ ଦିନ ପରେ, ବେଶୀ ଦିନ ନାହିଁ, ଦୁଇ ତିନି ଦିନ ପରେ ଆପଣମାନଙ୍କ ସହିତ ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେବା ନିମନ୍ତେ ଗୋଟେ ସମୟ ସୁଯୋଗ ପାଇଲେ ପ୍ରଭୁଙ୍କର ଧନ୍ୟବାଦ ହେଉ। ମୋର ଆଶା ପୁଣି ଥରେ ଆପଣ ଖୁସିରେ ଆଉ ଆନନ୍ଦରେ ଥିବେ। ଆଉ ନୂତନ ଯେଉଁ ପର୍ବ, ନୂତନ ଯେଉଁ ବର୍ଷ ଆସୁଅଛି, ସେଥିପାଇଁ ଆପଣମାନେ ମସ୍ତ ଭାବରେ ଭଲ ଭାବରେ ପ୍ରିପେୟାର ହେଉଥିବେ। ଯେମିତି କ'ଣ ଖାଇବି, କେମିତି ରହିବି, କେଉଁ ଡ୍ରେସ୍ ପିନ୍ଧିଲେ ଭଲ ଦେଖାଯିବି, ଆଉ କେମିତି ଟିକେ ସଜବାଜ ହୋଇକି ବାହାରିବେ। ଆଉ ଅନେକ ଲୋକମାନେ, ସେମାନଙ୍କ ମଧ୍ୟରୁ ଅନେକ ଲୋକମାନେ ଅଛନ୍ତି ଚିନ୍ତାରେ ପଡ଼ିଯାଉଛନ୍ତି। ଯେଉଁ ବିଷୟ ଚିନ୍ତାରେ ପକାଉଛନ୍ତି ବା ପକାଉଛି ଆପଣମାନଙ୍କୁ, ସେଇ ବିଷୟ କ'ଣ କରିବା ଦରକାର। ଅନେକ ଲୋକ ଘର ଚିନ୍ତା କରୁଛନ୍ତି, ଅନେକ ଲୋକ ଅନେକ ପ୍ରକାର ବିଷୟ ନେଇକି ଚିନ୍ତା କରୁଛନ୍ତି। ନିଜେ ଭାବୁଛନ୍ତି ଯେ ମୁଁ ଏହାକୁ କିପରି ଭାବରେ ସଲ୍ଭ କରିବି, ଏହାକୁ କିପରି ଭାବରେ ମୋଠାରୁ ଟିକେ ଦୂରକୁ ଟିକେ ଫୋପାଡ଼ି ଦେବି, ଯେମିତି ଚିନ୍ତା ପୁରା ପଳେଇ ଏକାଯାଉ। ଏସବୁ ବିଷୟରେ ମୁଣ୍ଡରେ ରଖିକରି ମଧ୍ୟ ଚିନ୍ତା କରି ମଧ୍ୟ ସେମାନେ କ'ଣ କରୁଛନ୍ତି, ପର୍ବଟା ଟିକେ ପାଳନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଟିକେ ନିଜେ ମଧ୍ୟ କ'ଣ ହେଉଛନ୍ତି, ଖୁସିରେ ଆନନ୍ଦରେ ରହୁଛନ୍ତି। ତ ପ୍ରିୟ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ନହେଲେ ଇମୋସନାଲ୍ ଆପଣମାନଙ୍କୁ ଇମୋସନାଲ୍ କରିବା ପାଇଁ ଚାହେଁ ନାହିଁ। କାହିଁକି ନୂତନ ବର୍ଷ ଆସୁଅଛି, ଯେଉଁ ପର୍ବ ଆସୁଅଛି, ଆପଣମାନଙ୍କ ମଧ୍ୟରେ, ଆପଣମାନଙ୍କ ଗହଣରେ ବା ଆପଣମାନଙ୍କ ଲୋକମାନଙ୍କ ମଧ୍ୟରେ ଆପଣ ଯେମିତି ଉଦାସ ନ ରୁହନ୍ତୁ, ଟିକେ ଖୁସି ଟିକେ ରୁହନ୍ତୁ। କାରଣ ବାଇବଲ କହେ ଆମମାନଙ୍କୁ ସର୍ବଦା ଆନନ୍ଦ କର। ପୁନଶ୍ଚ କହୁଛି, ସର୍ବଦା କ'ଣ କର, ଆନନ୍ଦ କର। ଆପଣମାନଙ୍କୁ ଯେତିକି ମଧ୍ୟ ସମସ୍ୟା ଥାଉ, ସେତିକି ମଧ୍ୟ ଅଭାବ ଥାଉ, ଯେତିକି ଚିନ୍ତା ଥାଉ, ଯେତିକି ମଧ୍ୟ ଯାହା କିଛି ବିଷୟ ମଧ୍ୟ ରହୁ, ବଟ୍ ସର୍ବଦା କ'ଣ କରିବା ପାଇଁ ଚେଷ୍ଟା କରନ୍ତୁ, ଆନନ୍ଦ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣମାନେ ମୋତେ କହିବେ ସର୍ବଦା ସବୁବେଳେ ମୁଁ କେମିତି ଖୁସି ହେବି, ସବୁବେଳେ ତ ଖାଲି ଅସୁବିଧା ରହୁଛି, ସବୁବେଳେ ତ କ'ଣ କରୁଛି, ଆମମାନଙ୍କ ମଧ୍ୟରେ ଅନେକ ପ୍ରକାର ବିଷୟ ରହୁଛି, ଯେତେବେଳେ କି ଏଇଟା ଏ ପ୍ରକାର ଅଭାବ ହେଉଛି, ସେ ପ୍ରକାର ବିଷୟ ହେଉଛି, ତ ଖୁସି କେଉଁଠି? ଖୁସି ଆଉ ଜୀବନରେ ନାଇକା। ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେତେବେଳେ ଆପଣମାନଙ୍କ ଜୀବନରେ ପ୍ରଭୁ ରହିବେ, ଆପଣମାନଙ୍କ ହୃଦୟରେ ଯଦି ଆପଣମାନେ ଯଦି ପ୍ରଭୁଙ୍କୁ ସ୍ଥାନ ଦେବେ, ଅବଭିୟସ୍ଲି ଆପଣମାନଙ୍କ ଜୀବନ ଏକ ଆନନ୍ଦମୟ ଜୀବନ ହେବ। କାରଣ ମୁଁ ଯଦି କହିବି ମୋର ସବୁ କିଛି ଚିନ୍ତା, ମୋର ସବୁ କିଛି, ଯେତେବେଳେ ମୋ ବାପା ଯଦି ଯେତେବେଳେ କି ଟିକେ ଯୁବ ଟିକେ ଥିବେ, ଆଉ ଟିକେ ମୁଁ ଯେତେବେଳେ ଛୋଟ ଥିଲି, ଅବଭିୟସ୍ଲି ମୁଁ କ'ଣ କରୁଥିଲି, ଆରାମସେ ଖେଳୁଥିଲି, ବୁଲୁଥିଲି, କିଛି ଟେନସନ୍ ବୋଲି କିଛି ଜିନିଷ ନାହିଁ। ଖାଉଥିଲି, ପିଉଥିଲି, ଆରାମସେ ଶୋଇ ଦେଉଥିଲି, ଖେଳୁଥିଲି, ବୁଲୁଥିଲି, ଆଉ ଥରେ ଆସିକି ଖାଉଥିଲି, ଆଉ ଥରେ ପୁଣି ଥରେ ଶୋଇ ଦେଉଥିଲି। ମାନେ ଏ ପ୍ରକାର ଚିନ୍ତା ନଥିଲା ଯେ ମୁଁ କ'ଣ କରିବି, କ'ଣ ନାହିଁ, କ'ଣ। କାରଣ ମୋର ବାପା ଥିଲେ, କାରଣ ତାଙ୍କେ କମେଇ କରି ମୋର ସମସ୍ତ ଚିନ୍ତା ସେ କ'ଣ କରୁଥିଲା, ସବୁ କିଛି କରିଦେଉଥିଲା। ମୋ ନ କହିବା ଆଗରୁ ସେ କ'ଣ ଜାଣିକରି ଆଣିକି ଦେଉଥିଲେ, ସବୁ କିଛି କରୁଥିଲେ, ସେତେବେଳେ ଟେନସନ୍ ନାହିଁ। ଯେ ପର୍ଯ୍ୟନ୍ତ ଆପଣଙ୍କର ବାପା ସମସ୍ତ କାର୍ଯ୍ୟ କରିପାରନ୍ତି, ଆପଣମାନେ କେବେ ମଧ୍ୟ ଟେନସନ୍ ନେବେ ନାହିଁ। ଏଇଟା ସମସ୍ତେ ଜାଣନ୍ତି। ଛୋଟ ପିଲାମାନେ ହେଉ ଅବା ଯେକୌଣସି ଲୋକ ମଧ୍ୟ ହେଉ, ନିଜର ବାପା ଯଦି ଅଛନ୍ତି, ସମସ୍ତ ବିଷୟ କରିପାରନ୍ତି ବା ସବୁକିଛି ଯଦି ନ କହିବା ଆଗରୁ ଆଣିକି ଦିଅନ୍ତି, ସେମାନଙ୍କ ମନରେ କେବେ ଟେନସନ୍ ରୁହନ୍ତି ନାହିଁ। ସେହିପରି ଭାବରେ ଆମମାନଙ୍କର ଗୋଟେ ଫାଦର ଅଛନ୍ତି, ନାଇକି, ଆମମାନଙ୍କର ଗୋଟେ ବାପା ଅଛନ୍ତି, ଯିଏକି ନ କହିବା ଆଗରୁ ଆମମାନଙ୍କୁ ଦିଅନ୍ତି, ପୁଣି ଆମମାନଙ୍କୁ କୁହନ୍ତି ଯେ ବାବୁ କ'ଣ ପାଇଁ ଟେନସନ୍ ନେଉଛୁ, କ'ଣ ପାଇଁ ଚିନ୍ତା କ'ଣ ପାଇଁ କରୁଛୁ, ମୁଁ ଅଛି ପରା, ଟେନସନ୍ କିଛି କରୁନା, ଆରାମସେ ଖାଲି କ'ଣ ତାପରେ ମୋର ଟିକେ ପ୍ରଶଂସା କରେ, ମୋତେ ଖାଲି କ'ଣ କରେ, ଧନ୍ୟବାଦ ଦେ, ଆଉ କିଛି ଦରକାର ନା, ମୋତେ ଏଇଟା ଦିଅ ସେଇଟା ଦିଅ, ଏଇଟା କେବେ ମଧ୍ୟ କହନ୍ତି ନାହିଁ। କେବଳ ଏତିକି ଚାହାନ୍ତି ଯେ ମୋତେ କେମିତି ପ୍ରଶଂସା କରନ୍ତୁ, ଆଉ ଧନ୍ୟବାଦ ଦିଅନ୍ତୁ, ଗୌରବ କରନ୍ତୁ, ଯେମିତିକି ମୋ ଦ୍ୱାରା ଯେମିତିକି ନିଜର ପିତା ଯେମିତି ଗୌରବ ଟିକେ ପାଇବେ। ଏଇଟା କାହା ପିଲାରେ? ନାଇଁ, ତା ପିଲା। ବାପା ମାନେ ଏମିତି ବାପା ଥିବାର ଅଛି। ବଟ୍ ସେହିପରି ଭାବରେ ଲୋକମାନେ ଯେପରି ମୋ ଦ୍ୱାରା ପ୍ରଭୁଙ୍କର ଯେପରି ଗୌରବ ହେଉ, ବାପା ଯାହା ଏକା ଚାହାନ୍ତି, ପିତା ଯାହା ଏକା ଚାହାନ୍ତି, ଆଉ କିଛି ନାହିଁ। ଆପଣମାନେ ଅନେକ ପ୍ରକାର ଚିନ୍ତା ମୁଣ୍ଡରେ ରଖିକରି ଦୁନିଆ ସାରା ବୁଲୁଥିଲେ, ବା ଯେତିକି ମଧ୍ୟ ପଇସା କମଉଥିଲେ, ବା ଯେତିକି ମଧ୍ୟ ଆପଣମାନେ ସେଲିବ୍ରେସନ୍ କରନ୍ତୁ, ଯେତିକି ମଧ୍ୟ ଚିନ୍ତାଟା କଲେ କ'ଣ ହେବ, କିଛି ମଧ୍ୟ ଲାଭ ନାହିଁ। ଆପଣମାନଙ୍କୁ ପ୍ରଭୁ କହନ୍ତି କ'ଣ ବୋଲି କହିଲେ, ଗୀତ ସଂହିତା ତାର 55 ତାର 22 ପଦରେ ଲେଖା ଅଛି, ତୁମ୍ଭେ ଯେଉଁମାନେ କି
ଚିନ୍ତାରେ ପଡ଼ୁଛନ୍ତି, ଅନେକ ବିଷୟରେ ପଡ଼ି ଅଛନ୍ତି, ବର୍ତ୍ତମାନ ସମୟରେ ଆଉ ଟିକେ ନୂତନ ବର୍ଷ ଦେଖିବା ପାଇଁ ଯାଉଅଛନ୍ତି, ସେମାନଙ୍କୁ ପ୍ରଭୁ କହନ୍ତି ଆଉ ମୋତେ ମଧ୍ୟ କହନ୍ତି ଆଉ ସମସ୍ତଙ୍କୁ କହନ୍ତି, ତୁମ୍ଭେ ଆଉ ମୋତେ ବା ଆପଣମାନେ କ'ଣ କରନ୍ତୁ, ସଦାପ୍ରଭୁଙ୍କ ଉପରେ, କାହା ଉପରେ? ସଦାପ୍ରଭୁଙ୍କ ଉପରେ କ'ଣ କରନ୍ତୁ, ଲେଖାଛି ଆପଣ ଭାର ପକାନ୍ତୁ। ଦେଖନ୍ତୁ ପ୍ରିୟ ଲୋକମାନେ, ଯେଉଁ ଲୋକମାନେ ନିଜର ଚିନ୍ତାକୁ, ନିଜର ବିଷୟକୁ ନିଜ କାନ୍ଧରେ ଭୋଇ କରି ଚାଲୁଛନ୍ତି, ଅନେକ କଷ୍ଟ ଦୁଃଖ ଆସିଲେ ମଧ୍ୟ କ'ଣ, ମୁଁ ଛାଡ଼ିବି ନାହିଁ, ମୁଁ କ'ଣ କରିବି ନାହିଁ, ମୁଁ କାହାକୁ ଦେବି ନାହିଁ ମୋର ଦୁଃଖ, ମୁଁ ନିଜେ କ'ଣ କରିବି, ବହି କରି ଖାଲି ଚାଲିବି, ଖାଲି ଆଉ କାହାକୁ ଦେବାର ଚିନ୍ତା କିଛି ନାହିଁ। ସେ ପ୍ରକାର ଲୋକମାନଙ୍କୁ କୁହାଯାଏ, ପ୍ରିୟ ଲୋକମାନେ, ଆପଣମାନେ କ'ଣ ନିଜର ଚିନ୍ତା, ନିଜର ସମସ୍ତ ଦୁଃଖ କଷ୍ଟ କାହା ଉପରେ ପକାନ୍ତୁ? ପ୍ରଭୁଙ୍କ ଉପରେ ନେଇକରି ପକାଇ ଦିଅ, ଆଉ କିଛି ନୁହେଁ। ପକାଇ ଦେବ ବୋଲି କ'ଣ, ନେଇକରି ଟେକିକି ପକାଇ ଦେବ ନା କ'ଣ? ସେହିପରି ନୁହେଁ। ପ୍ରିୟ ଲୋକମାନେ, ଆପଣମାନେ ଯେତେବେଳେ କି ନିଜର ଚିନ୍ତାରେ ବୁଡ଼ି ଯାଉଛନ୍ତି, ନିଶ୍ଚିତ ଭାବରେ ପ୍ରାର୍ଥନାରେ ନିବିଡ଼ ରହିକରି ପ୍ରଭୁଙ୍କୁ ଜଣାନ୍ତୁ, ଏପରି ବିଷୟ ହେଉଛି, ପ୍ରଭୁ ହ୍ୱାଟ୍ ଆଇ ଡୁ, ମୁଁ କ'ଣ କରିବି, ଆପଣ ମୋତେ ଜଣାଅ, ଦେନ୍ ଆଇ ପ୍ରୋସିଡ୍, ତାପରେ ମୁଁ କ'ଣ କରିବି। ଆପଣମାନେ ନିଜେ ନିଜେ ଜ୍ଞାନୀ ହୁଅନ୍ତୁ ନାହିଁ। ଏସବୁ ବିଷୟ ହେଲା, ହଁ ଏଇଟା ନାହିଁ, ସେଟା କର, ଏସବୁ ବିଷୟ କେବେ ମଧ୍ୟ କରନ୍ତୁ ନାହିଁ। ପ୍ରଥମେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦିଅ, ସେଥିପାଇଁ କୁହାଯାଏ, କାରଣ ତାଙ୍କର ଦୁଇଟା ଆଜ୍ଞା ଅଛି। ପ୍ରଥମ ଅଛି ପ୍ରଭୁଙ୍କୁ କ'ଣ କରନ୍ତୁ, ଆତ୍ମାତୁଲ୍ୟ ପ୍ରେମ କରନ୍ତୁ, ନିଜର ପ୍ରାଣ ମନ ନେଇକରି କ'ଣ କରୁ, ପ୍ରଭୁଙ୍କୁ ପ୍ରେମ କରନ୍ତୁ। ଦ୍ୱିତୀୟଟି ହେଉଛି ନିଜର ପ୍ରତିବାସୀକୁ ଆତ୍ମାତୁଲ୍ୟ ପ୍ରେମ କର। ତ ପ୍ରଥମ ଯେଉଁଟା ହେଉଛି, ପ୍ରଭୁଙ୍କୁ ଆମେ ପ୍ରଥମ ସ୍ଥାନ ଦେବା, ତାପରେ ଅନ୍ୟ ବିଷୟକୁ ଆମେ ମାନେ ସ୍ଥାନ ଦେବା ଦରକାର। ତ ପ୍ରିୟ ଲୋକମାନେ, ନିଜର ଭାରକୁ, ନିଜର ଚିନ୍ତା, ନିଜର ଦୁଃଖ, ନିଜର କଷ୍ଟକୁ, ନିଜର ସମସ୍ତ ସମସ୍ୟାକୁ ପ୍ରଭୁଙ୍କ ଉପରେ ପକାଇ ଦେଲା ପରେ ଆପଣମାନଙ୍କ ପାଖରେ ଆଉ କ'ଣ ଅଛି? ସମସ୍ତ ଦୁଃଖ କଷ୍ଟ ପକାଇଲା ପରେ ଆପଣମାନଙ୍କ ଜୀବନରେ କ'ଣ ଅଛି? ଅବଭିୟସଲି ହାପିନେସ୍ ଏକା ଥିବ। ତ ସେଇ ହାପିନେସ୍କୁ ବା ସେଇ ସୁଖକୁ ଯେମିତି ପାଇବା ପାଇଁ ହେଲେ ନିଜର ଦୁଃଖ କଷ୍ଟକୁ ପ୍ରଭୁଙ୍କ ଉପରେ ପକାଇ ଦେବା ପଡ଼ିବ, ଆଉ କିଛି ନୁହେଁ। ଲେଖା ଅଛି, ତୁମେ ସଦା ପ୍ରଭୁଙ୍କ ଉପରେ ଆପଣ ଭାର ପକାଉ, ତହିଁରେ ତୁମକୁ କ'ଣ କରିବେ, ସମ୍ଭାଳିବେ। କି ପାଇଁ ସମ୍ଭାଳିବେ ବୋଲି ଲେଖା ଅଛି? କ'ଣ ପାଇଁ ସମ୍ଭାଳିବେ ସେମାନେ? ପ୍ରଭୁ ମୋର ଦୁଃଖ କଷ୍ଟ କି ପାଇଁ ସମ୍ଭାଳିବେ? ଆପଣମାନଙ୍କୁ ଯଦି ମୁଁ ପ୍ରଶ୍ନ ପଚାରିବି, ଆପଣମାନଙ୍କର ଜୀବନର ଦୁଃଖ କଷ୍ଟ କ'ଣ ପାଇଁ ସମ୍ଭାଳିବେ? ଚାଲନ୍ତୁ ପ୍ରଭୁ ଆପଣମାନଙ୍କୁ ଦୁଃଖ କଷ୍ଟ କ'ଣ ପାଇଁ ସମ୍ଭାଳିବେ? ଏହା ଆପଣମାନେ ଅନ୍ୟମାନଙ୍କୁ ଯଦି ଆପଣମାନଙ୍କୁ ପଚାରିବେ, ତମେ ଯଦି ଏ ପ୍ରକାର ବିଷୟ କହିବେ, ପ୍ରଭୁ ମୋର ଜୀବନରେ ମୋର ଦୁଃଖ କି ପାଇଁ ସମ୍ଭାଳିବେ? କାରଣ ଆମେମାନେ ତାଙ୍କର କ'ଣ ସନ୍ତାନ ଅଟୁ। ଅନେକ ଲୋକ ଭାବୁଛନ୍ତି କିଛି ମୋର ଜୀବନରେ କିଛି ନାହିଁ ନା, ମୁଁ କ'ଣ ହେଲେ ମରିଗଲେ ଭଲ। ଲୋକମାନେ ଏହିପରି ଚିନ୍ତା, ଏହିପରି ଭାବନା କେବେ ମଧ୍ୟ କରନ୍ତୁ ନାହିଁ, କାରଣ ପାଉଲ ପ୍ରେରିତ କହୁଅଛନ୍ତି, ଫିଲିପିରେ ଉତ୍ତମ ଭାବରେ ଲେଖା ଅଛି, ମୁଁ ପଶ୍ଚାତ ବିଷୟ ସବୁ ନିଜର ମନରୁ କ'ଣ ଗୋଟେ ଦୂର କରି ସମ୍ମୁଖରେ ଥିବା ଯେଉଁ ବିଷୟ ଅଛି ତାହାକୁ ମୁଁ ଲକ୍ଷ୍ୟ ରଖିକରି କ'ଣ କରୁଅଛି, ଦୌଡ଼ୁଅଛି। ତ ପ୍ରିୟ ଲୋକମାନେ, ଆପଣମାନଙ୍କ ଜୀବନରେ ପଛରେ ଯେଉଁଟା ହେଲା ହଉ, ଯେଉଁ ଦୁଃଖ ଆସିଲା, କଷ୍ଟ ଆସିଲା, ବର୍ତ୍ତମାନ ସମୟରେ ମଧ୍ୟ ଦୁଃଖ ଆସିବ, କଷ୍ଟ ଆସିବ, କିନ୍ତୁ ଆମେମାନେ କ'ଣ କରିବା, ଧୈର୍ଯ୍ୟ ସହିତ ଆମେମାନେ କ'ଣ ସହ୍ୟ କରି ଆଗକୁ ଚାଲିବା ପଡ଼ିବ। ପ୍ରିୟ ଲୋକମାନେ, ଆପଣମାନଙ୍କ ଜୀବନରେ ଯଦି କୌଣସି ବିଷୟ ଯଦି ଅଭାବ ଆସେ ବୋଲି କହିଲେ, ଆପଣମାନେ କ'ଣ କରନ୍ତୁ, ତାହାକୁ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ମନରୁ ଦୂର କରିକି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରନ୍ତୁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଇ ଯେଉଁ ପର୍ବ ଆସୁଅଛି, ଯେଉଁ ପ୍ରଭୁଙ୍କର ବଡ଼ଦିନ ଆସୁଅଛି, ସେଟା ଯେପରି ଆପଣମାନେ ଏମିତି ଭାବରେ ଯଦି ପର୍ବଟା ପାଳନ ନ କରି ଟିକେ ଏମିତି ଭାବରେ ଟିକେ ପାଳନ କରନ୍ତୁ। ଏଥିପାଇଁ ମୁଁ ଆପଣମାନଙ୍କୁ କହୁଛି, ଟିକେ ଖୁସିରେ, ଟିକେ ଆନନ୍ଦରେ, ଟିକେ ହସରେ, ଟିକେ ମଜାରେ, ଟିକେ ପ୍ରଭୁଙ୍କର ଆନନ୍ଦ କର, ନାଚି ନାଚି କରି ଟିକେ ଡେଇଁ ଡେଇଁ ଟିକେ ପ୍ରଭୁଙ୍କର ଯେମିତି ଆପଣମାନେ ସୁସ୍ତି ଟିକେ ପ୍ରଶଂସା କରିପାର, ଏହା କହିବା ପାଇଁ ଚାହୁଁଛି। ଯେଉଁ ଲୋକମାନେ ନିଜ ମନକୁ, ନିଜର ମନରେ, ନିଜର ହୃଦୟରେ ଅନେକ ପ୍ରକାର ଦୁଃଖ ନେଇକରି ଯେଉଁମାନେ କି ପ୍ରଭୁଙ୍କର ପ୍ରଶଂସା କରୁଥିବେ, ପ୍ରଭୁଙ୍କ ଠାରେ ଆନନ୍ଦ କରୁଥିବେ, ପ୍ରକୃତରେ ତା ଆନନ୍ଦ ନାହିଁ, ପ୍ରକୃତରେ ତା କ'ଣ କରେ, ପ୍ରଶଂସା ହୁଏ ନାହିଁ। ତ ଲୋକମାନେ, ଆପଣମାନେ ନିଶ୍ଚିତ ଭାବରେ କ'ଣ କରନ୍ତୁ, ପ୍ରଭୁଙ୍କ ଠାରେ ନିଜର ମନ, ନିଜର ପ୍ରାଣ, ନିଜର ସମସ୍ତ ଅନ୍ତଃକରଣ କ'ଣ କରନ୍ତୁ,
ଦେଇ ଦିଅନ୍ତୁ। ପ୍ରଭୁକୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ଜାଣନ୍ତି, ଆପଣମାନଙ୍କର କ'ଣ ଆପଣମାନଙ୍କର ସମସ୍ୟା ବିଷୟ ଜାଣନ୍ତି। ପ୍ରଭୁ ଆପଣମାନଙ୍କ ନିମନ୍ତେ ନିଶ୍ଚିତ ଭାବରେ ଚିନ୍ତା କରିବେ। ଦେଖନ୍ତୁ ପ୍ରିୟ ଲୋକମାନେ, ତାର 56ରେ 13 ପଦରେ ଲେଖା ଅଛି, ଗୀତ ସଂହିତା 56ର 13 ପଦରେ ଲେଖା ଅଛି, କାରଣ ତୁମେ ମୃତ୍ୟୁରୁ ମୋ ପ୍ରାଣକୁ ଉଦ୍ଧାର କରିଅଛ। ଦେଖନ୍ତୁ, ମୋ ପ୍ରାଣକୁ ମଧ୍ୟ ମୃତ୍ୟୁ ମୁଖରୁ ଯଦି ଉଦ୍ଧାର କରିବା ପରମେଶ୍ୱର ଅଛନ୍ତି, ତ ଏଇ ଦୁଃଖ କଷ୍ଟ, ଏଇ ଯେଉଁ ବିଷୟ ଯାକ କ'ଣ? ମରିବା ଲୋକକୁ ଉଠେଇବା ପରମେଶ୍ୱର ଆପଣମାନଙ୍କର ଦୁଃଖକୁ ସେମାନେ ସମାଧାନ କରିପାରିବେନି, ଆପଣମାନଙ୍କ ଦୁଃଖକୁ ସୁଖରେ ପରିଣତ କରିପାରିବେନି। ଆପଣମାନଙ୍କର ଯେତିକି ମଧ୍ୟ ବିଷୟ ରହିଅଛି, ଯାହା କ'ଣ ବିପଦର, ତାହାକୁ ହଟେଇ ପାରିବେନି। ଅବଭିୟସଲି ଯେଉଁ ଲୋକମାନେ ଆପଣଙ୍କୁ ତାଳନା କରୁଛନ୍ତି, ଆପଣମାନଙ୍କୁ କଥା କହୁଛନ୍ତି, ସେମାନଙ୍କର ମୁଖ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବ। ଆପଣମାନେ ଧୈର୍ଯ୍ୟ ଆପଣମାନେ ପ୍ରଭୁଙ୍କଠାରେ ଲାଗି ରୁହନ୍ତୁ, ପ୍ରଭୁଙ୍କଠାରେ ବଢ଼ନ୍ତୁ, କେବେ ମଧ୍ୟ ପଛଘୁଞ୍ଚା ହୁଅନ୍ତେ ନାହିଁ। ଆପଣମାନେ ଯେପରି ପ୍ରଭୁଙ୍କଠାରୁ ଅଧିକରୁ ଅଧିକ ବଢ଼ନ୍ତୁ। ପ୍ରଭୁ ଯେଉଁ ବଡ଼ଦିନ ଆସୁଅଛି, ସେହି ବଡ଼ଦିନ ଯେପରି ଆନନ୍ଦରେ ଆପଣମାନେ ପାଳନ କରିବେ, ଏଥିପାଇଁ ସତର୍କ ହୁଅନ୍ତୁ। ଆଉ ଚେଷ୍ଟା କରନ୍ତୁ ସବୁ ସମୟରେ, ସବୁ ବିଷୟରେ ଯେପରି ଆନନ୍ଦ ହେବେ, ଆଉ ସବୁ ବିଷୟରେ ପ୍ରଭୁଙ୍କୁ ଯେପରି ପ୍ରଥମ ସ୍ଥାନ ଦେବେ। ଲୋକମାନେ ଏହି ବାକ୍ୟରେ ଆପଣଙ୍କୁ ଆଉ ମୋତେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମିନ୍।